ଆପଣ ଦେଖିପାରୁଥିବେ ଏହି ମୋବାଇଲର ହୋମ୍ ସ୍କ୍ରିନ୍ରେ ବର୍ତ୍ତମାନ ଲକ୍ ଯାହାକି ପଡ଼ି ରହିଛି, କିନ୍ତୁ ଏଠାରେ ଏକ ନାମ ଆସୁଛି ବାବୁସାନ। ଏହିଭଳି ଆପଣ ଲକ୍ ସ୍କ୍ରିନ୍ରେ କିପରି ଆପଣ ନିଜର ନାମକୁ ଲେଖିପାରିବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି। ନିହାତି ରୂପେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖିପାରୁଥିବେ ବର୍ତ୍ତମାନ ସମୟରେ ମୁଁ ଫୋନ୍ଟି ଓପେନ୍ କରିଦେଇଛି, କିନ୍ତୁ ଲକ୍ କରି ଏଠାରେ ଯଦି ମୁଁ ରଖିଦେବି ଦେଖିପାରୁଥିବେ ଏଠାରେ ଏକ ନାମ ଆସୁଛି। ଦେଖିପାରୁଥିବେ ହୋମ୍ ସ୍କ୍ରିନ୍ରେ ଏକ ନାମ ଆସୁଛି। ଏହିଭଳି ଆପଣ କିପରି ସେଟିଂ କରିପାରିବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି। ସେଥିପାଇଁ ଶେଷ ପର୍ଯ୍ୟନ୍ତ ନିହାତି ରୂପେ ଦେଖନ୍ତୁ। ଫ୍ରେଣ୍ଡସ୍, ଏଥିପାଇଁ ଆପଣ କ'ଣ କରିବେ, ନିଜ ମୋବାଇଲର ସେଟିଂ ଆପ୍ଲିକେସନ୍ ଥିବ, ସେହି ସେଟିଂ ଆପ୍ଲିକେସନ୍ଟି ଓପେନ୍ କରିବେ। ଓପେନ୍ କରିବା ପରେ ଏଠାରେ ତଳକୁ ସ୍କ୍ରୋଲ୍ କରିବେ, ୱାଲପେପର ଅପସନ୍ ଥିବ, ୱାଲପେପର ଆଣ୍ଡ ପର୍ସନାଲାଇଜେସନ୍ ସେହି ଅପସନ୍ ଉପରେ ଟିକ୍ କରିବେ। ଟିକ୍ କରିବା ପରେ ଏଠାରେ ଆପଣ ଦେଖିପାରୁଥିବେ ଅଲୱେଜ୍ ଅନ୍ ଡିସପ୍ଲେ ଏକ ଅପସନ୍ ଅଛି। ଦେଖିପାରୁଥିବେ ଅଲୱେଜ୍ ଅନ୍ ଡିସପ୍ଲେ ସେହି ଅପସନ୍ ଉପରେ କ୍ଲିକ୍ କରିବେ। ବା ଆପଣଙ୍କୁ ଯଦି ଅଲୱେଜ୍ ଅନ୍ ଡିସପ୍ଲେ ଅପସନ୍ ମିଳୁନାହିଁ ତାହେଲେ ଆପଣଙ୍କର ମୋବାଇଲର ସେଟିଂ ଯାହାକି ସର୍ଚ୍ଚ ଅପସନ୍ ଉପରେ କ୍ଲିକ୍ କରିବେ। ଏଠାରେ ଦେଖିପାରୁଥିବେ ସର୍ଚ୍ଚ ଉପରେ କ୍ଲିକ୍ କରିବେ। ଆପଣ ସିମ୍ପଲ୍ ସର୍ଚ୍ଚ କରିଦେବେ ଅଲୱେଜ୍ ଆପଣ ସର୍ଚ୍ଚ କରିଦେବେ ଅଲୱେଜ୍ ଅନ୍ ଡିସପ୍ଲେ, ଯାହାକି ଅଟୋମେଟିକ୍ ଆସିବ। ଆପଣ ଏଠାରେ ଓପେନ୍ କରିଦେବେ। ଓପେନ୍ କରିବା ପରେ ଏଠାରେ ଆପଣ ଦେଖିପାରୁଥିବେ ଏହିଭଳି ଆପଣଙ୍କୁ ଶୋ ହୋଇଯିବ। ଏଠାରେ ଆପଣ ଦେଖିପାରୁଥିବେ ଟାଇମ୍ ସେଟ୍ କରିପାରିବେ, ଆପଣ ନାମକୁ ମଧ୍ୟ ରଖିପାରିବେ, କଷ୍ଟମାଇଜ୍ ଇମେଜ୍ ମଧ୍ୟ ରଖିପାରିବେ। ତା ସହିତ ଏଠାରେ ଆପଣଙ୍କର ସିଗ୍ନେଚର ରଖିପାରିବେ। ଏଠାରେ ତା ସହିତ ଏଠାରେ ଟାଇମ୍ ଜୋନ୍ ସବୁ ରହିଛି, ଏ ସମସ୍ତକୁ ସେଟ୍ କରିପାରିବେ। ଦେଖିପାରୁଥିବେ ସମସ୍ତକୁ ସେଟ୍ କରିପାରିବେ, କିନ୍ତୁ ନେମ୍ର ଅପସନ୍ ଆସୁନାହିଁ। ଏଠାରେ ମୁଁ ଏକ ନେମ୍ ଲେଖିଥିଲି, ଦେଖିପାରୁଥିବେ ବର୍ତ୍ତମାନ ସମୟରେ ଏଠାରେ ମୁଁ ବାବୁସାନ ଲେଖିଥିଲି। ଦେଖିପାରୁଥିବେ ସେହିଭଳି ଆପଣ ମଧ୍ୟ କିପରି ସେଟ୍ କରିବେ। ଏଠାରେ ସିଗ୍ନେଚରରେ ଦୁଇଟି ଅପସନ୍ ଅଛି। ଆପଣ ଏଠାରେ ଯେକୌଣସି ଏକ ଅପସନ୍କୁ ଟିକ୍ କରିବେ। ବା ଏହି ଅପସନ୍ ଉପରେ ମୁଁ ଟିକ୍ କଲା ପରେ ବର୍ତ୍ତମାନ ସମୟରେ ଦେଖିପାରୁଥିବେ ଏହି ନାମଟି ଆସିଯାଇଛି। ମୁଁ ଏଠାରେ ଏଡ଼ିଟ୍ କରିଦେବି। ଏଠାରେ ଏଡ଼ିଟ୍ କରି ଆପଣଙ୍କ ନାମ ଯାହା ବି ହୋଇଥିବ ଏଠାରେ ଆପଣ ଲେଖିଦେବେ। ବର୍ତ୍ତମାନ ସମୟରେ ମୋ ନାମ ଏଠାରେ ମୁଁ ଲେଖିଦେଉଛି ଜୟସ୍ୱାଲ। ଦେଖିପାରୁଥିବେ ଜୟସ୍ୱାଲ ମୁଁ ଲେଖିଦେଉଛି। ଜୟସ୍ୱାଲ ଲେଖିବା ପରେ ସିମ୍ପଲ୍ ଦେଖିପାରୁଥିବେ ଜୟସ୍ୱାଲ ବର୍ତ୍ତମାନ ସମୟରେ ଆସିଯାଇଛି। ଏଠାରେ ଚାହିଁଲେ ଆପଣ ନିଜ ହିସାବରେ ଯାହା ବି କଲର୍ ଆପଣ ମଧ୍ୟ ଚେଞ୍ଜ କରିପାରିବେ ଆପଣଙ୍କ ହିସାବରେ। ଏଠାରେ ସମସ୍ତ କଲର୍ ଆସୁଛି। ଆପଣଙ୍କୁ ଯେଉଁ କଲର୍ ପସନ୍ଦ ଆସିବ ସେହି କଲର୍ଟିକୁ ଆପଣ ରଖିଦେବେ। ବର୍ତ୍ତମାନ ସମୟରେ ମୁଁ ଏହି କଲର୍ଟିକୁ ରଖି ସିମ୍ପଲ୍ ଆପ୍ଲାଏ ଉପରେ କ୍ଲିକ୍ କରୁଛି। ଦେଖିପାରୁଥିବେ ଆପ୍ଲାଏ ଉପରେ କ୍ଲିକ୍ କରୁଛି। ଆପ୍ଲାଏ ସକ୍ସେସଫୁଲି ଆସିଯାଇଛି। ବର୍ତ୍ତମାନ ସମୟରେ ମୁଁ ବେକ୍ କରୁଛି। ବେକ୍ କରିବା ପରେ ମୁଁ ଏଠାରେ ଲକ୍ କରୁଛି। ଦେଖିପାରୁଥିବେ ବର୍ତ୍ତମାନ ସମୟରେ ମୁଁ ଲକ୍ କରିଦେଇଛି ଏବଂ କିଛି ସମୟ ପରେ ଆପଣ ଦେଖିପାରୁଥିବେ ନାମଟି ଜୟସ୍ୱାଲ ଆସିଯାଇଛି। ତ ଫ୍ରେଣ୍ଡସ୍, ଏହିଭଳି ଭାବେ ଆପଣ ମଧ୍ୟ ନିଜ ନାମକୁ ଏଠାରେ ଆପଣ ସେଟ୍ କରିପାରିବେ। ଏହିଭଳି ସେଟିଂକୁ ଯାଇ ଆପଣ ନିଜ ନାମକୁ ବା ଲକ୍ ସ୍କ୍ରିନ୍ରେ ଆପଣଙ୍କ ନାମକୁ ଲେଖିପାରିବେ। ଯଦି ଭିଡ଼ିଓଟି ହେଲ୍ପଫୁଲ୍ ରହିଥିବ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ନିହାତି ରୂପେ ଏହିଭଳି ଇନଫର୍ମେଟିଭ୍ ଭିଡ଼ିଓ ଆଗକୁ ଦେଖିବା ପାଇଁ ସବସ୍କ୍ରାଇବ୍ କରି ରଖନ୍ତୁ।